ହେଲା ଆଜ୍ଞା ଆରମ୍ଭ ହେଲା ସାର୍। ନମସ୍କାର, ମୁଁ ସୁଶାନ୍ତ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ପଏଣ୍ଟ ନ୍ୟୁଜ୍କୁ। କାହିଁକି ଆମ ଦେଶର ଭବିଷ୍ୟତ ଆଜି ଅନ୍ଧାର ଅଛି? କାହିଁକି ଆଜି ସରକାର ସ୍କୁଲର ପିଲାମାନେ କମ୍ ମାର୍କ ରଖୁଛନ୍ତି? ତାହାର ତଦନ୍ତ କରିବୁ ଆମେ। ଆଜି କାହିଁକି ସରକାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେଇଛନ୍ତି ଚାଲନ୍ତୁ ଆଜି ତାଙ୍କର ଗୋଟେ ପ୍ରତିକ୍ରିୟା ନେବା ଏବଂ ପଚାରି ବୁଝିବା। ଏବେ ଆସି ପହଞ୍ଚିଗଲୁ ଆମେ ଲକ୍ଷ୍ୟସ୍ଥଳରେ। ଚାଲନ୍ତୁ ତାଙ୍କର ଗୋଟେ ପ୍ରତିକ୍ରିୟା ନେବା ଏବଂ ପଚାରି ବୁଝିବା କ'ଣ ପାଇଁ ଆପଣ ଏଠି ଧାରଣା ଦେଇଛନ୍ତି, କ'ଣ ପାଇଁ ବସିଛନ୍ତି କୁହନ୍ତୁ। ଆମେ ଧାରଣା ଦେଲୁ, ଆପଣଙ୍କର କ'ଣ ଗଲା? କ'ଣ ପାଇଁ? କ'ଣ ପାଇଁ ମାନେ ଆମେ ଧାରଣା ଦେଇଛୁ, ଆମକୁ ଆମ ଦରମା ହଉନି। ଆମକୁ 40ରୁ 50 ହଜାର ଟଙ୍କା ଦରମା ମିଳୁଛି। ସେଥିରେ ପୁଣି ମୋର 8ଟା ପିଲା, ତାଙ୍କର ପୁଣି ପଢାପଢି ଖର୍ଚ୍ଚ ଅଛି କି ନାହିଁ? ମୋ ଘଇତାଗାଣ୍ଡର କାଲି ଗୋଟେ ବଥ ବାହାରି ପଡିଛି, ତାକୁ ଦେଖିଲି ମେଡିକାଲରେ, ସେ କହିଲେ ଟ୍ରିଟମେଣ୍ଟ ହବ, ତାର ବି ପଇସା ଖର୍ଚ୍ଚ ହବ କି ନାହିଁ? ପୁଣି ସେଭିଙ୍ଗସ୍ ନାଁରେ ବି କିଛି ଅଛି କି ନାହିଁ? ବୁଝିପାରୁଛୁ କି ନାହିଁ? ସେଭିଙ୍ଗସ୍ ବୋଲି କିଛି ଅଛି କି ନାହିଁ? କାହିଁକି ନା ପେନସନ ତ ନାହିଁ ନା, ସରକାର କାଟି ଦେଇଛି ପେନସନ, ତ ଆମେ ସେଇଥିରୁ ପୁଣି ସେଭିଂ କରିବୁ ନା। ଆପଣ ବୁଝିପାରୁଛନ୍ତି କି ନାହିଁ? ଆଜ୍ଞା ଦାବି କ'ଣ ମ? ଆମର 1,00,000 ଟଙ୍କା ଦରମା କରାଯାଉ। କାଲି ଦେଖୁନି ସବୁ ବାଳକୁ କାଟି ପକେଇଛି। କିସ୍ତି ମାଷ୍ଟର ଆସି ବସିଲା, କହିଲେ ଉଠି ଯିବିନି, ସବୁ ବାଳକୁ କାଟି ଦେଇଛି, ଚୁଟି ବାଳ ବିକ୍ରି କରିଦେବି। ଆଚ୍ଛା ଆଚ୍ଛା, ଆପଣଙ୍କର ତ ଦାଢ଼ି ଅଛି, ଆପଣ ଝିଅ ପିଲା ଭଳିଆ ଦେଖାଯାଉନାହାନ୍ତି। ଆକ୍ଚୁଆଲି ମୁଁ ମ୍ୟାଡ଼ାମ୍ ନୁହେଁ। ଆଚ୍ଛା ଆଚ୍ଛା, କୁହନ୍ତୁ। ନାଇଁ କୁହନ୍ତୁ, ଆରାମସେ କୁହନ୍ତୁ। ଆକ୍ଚୁଆଲି ମୁଁ ସାର୍ କଥା କ'ଣ କି, ସେ ମୋ ମିସେସ୍ ବି ଜଣେ ମ୍ୟାଡ଼ାମ୍ ଅଛନ୍ତି, ତ ସେଥିପାଇଁ ସେ ବି ଟିଚର୍ ଅଛନ୍ତି, ମୁଁ ବି ଟିଚର୍ ଅଛି, ତ ସେଥିପାଇଁ ମୋତେ ତାଙ୍କ ପାଇଁ ଆସିବାକୁ ପଡ଼ିଲା। ଆଉ ଆମର ତ ଦାବି ମ୍ୟାଡ଼ାମ୍ ତ କହିଲେ ଆମକୁ ତ ହେଉନି, 50,000 ଟଙ୍କା ହେଉନି, ଆମକୁ 1,00,000 ଟଙ୍କା ଦରକାର। ସେଥିପାଇଁ ଆମେ ଏଠି ଗୋଟେ ମିଳିତ ଭାବରେ ଗୋଟେ ଦାବି ରଖିଛୁ। ଆଉ ଏ ଆନ୍ଦୋଳନ ଆମେ ହଟେଇବୁ ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହେଇଛି, ଆମେ ତା ଆନ୍ଦୋଳନ ହଟେଇବାନି। ମୋର 2ଟା ସିଟ୍ ଅଛି, ମୋ ମାଇକିନାର ମୋର, ମୁଁ ଛାଡ଼ିବିନି ଜମା। ଠିକ୍ ଅଛି, ଆମର 2,00,000 ଟଙ୍କା ଦରକାର। ଆଜ୍ଞା ମୁଁ ଏତିକି କହିକି ମୁଁ ଧନ୍ୟବାଦ କରୁଛି। ଆଜ୍ଞା ଧନ୍ୟବାଦ। ଚାଲନ୍ତୁ, ଆପଣମାନେ ତ ଦେଖି ସାରିଲେଣି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କର କ'ଣ ଦାବି ରଖିଛନ୍ତି। ଏଇ ଦେଖନ୍ତୁ ଏପଟେ ଟ୍ରେନ ଯାଇପାରୁନି, ସେମାନେ ବି ଧାରଣାରେ ଉଠିବା ପାଇଁ ନାରାଜ ଅଛନ୍ତି। ମୁଁ ଖାଲି ସରକାରକୁ ଏତିକ ମୁଁ ଅନୁରୋଧ କରୁଛି, ସେମାନେ ଏଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ଟିକେ ବୁଝନ୍ତୁ ଏବଂ ତାଙ୍କୁ ଟିକେ କିପରି କ'ଣ ହେଇପାରିବ ସାହାଯ୍ୟ କରନ୍ତୁ। ଅକାଳିପୁର ମୁଁ ସୁଶାନ୍ତ, ପଏଣ୍ଟ ଟିଭି, ଧନ୍ୟବାଦ।